ଭାଇ ଦୋକାନ ବସି ମୋର ହଠାତ୍ ମନେ ପଡ଼ିଲା କି ମୁଁ ଡ୍ରଇଂ କରୁଥିଲି ଆଗରୁ। ତୁମ ଦେଖିଦେଉଛି ମୋ ଡ୍ରଇଂ ଖାତା ଅଛି କେଠି ଅଛି କେଠି ଖୋଜିଲେ ହେବ ଏଇନା। ଏଇଟା ମିଳିଲା। ଏଇ ତ କାମ କରତେ ଆସିବ କାଣ୍ଡ ହେଇଯିବ। ତମକୁ ଦେଖେଇ ଦେଉଛି ମୋ ଡ୍ରଇଂଟା କେମିତି କରିଥିଲି ଆଗରୁ ଛୋଟବେଳେ ହେଲା। ଛୋଟବେଳେ ମାନେ ବେଶୀ ଛୋଟବେଳେ ନୁହେଁ, ସେଇ 9-10 ପାଖାପାଖିରେ କରୁଥିଲେ। 9 କ୍ଲାସ୍ ପାଖାପାଖିରେ ଡ୍ରଇଂ ଖାତାଟା ମାନେ 9, 10, 11, 12, 13 +3 ଛୁଆ ହେଲି ମାନେ କେତେ ସେଇ 3-4 ବର୍ଷ ହେଇଗଲାଣି ଖାତାଟା। ଦେଖିଦେଉଛି କ'ଣ ସବୁ କରିଥିଲି ହେଲା। ଏଇଟା ତ ଚିରିଗଲା, ଏବେ କାମ କରୁଥିଲି ଯେଉଁ କାଣ୍ଡ ହେଇଗଲା। ହଉ ଛାଡ଼, ଏଇଟା ଦେଖ ଫାଷ୍ଟ ଏଇଟା ହେଉଛି ଆମ କିଏ କରିଥିଲା କ'ଣ ହେଉଛି ଆମ ଆର୍ଟ ସାର୍ କରିଥିଲେ। ଏଇଟା ଫାଷ୍ଟ ଯେତେବେଳେ ନୂଆ ଖାତା ଆଣିଥିଲି ନା, ଯେତେବେଳେ ଫାଷ୍ଟ ନୂଆ ଖାତା ଆଣିଥିଲି ସେତେବେଳେ ସାର୍କୁ ଦେଇଥିଲି, ସାର୍ ଗୋଟେ ଭଲ ଲୋକ ଚିତ୍ର କରିଦିଅନ୍ତୁ, ଯେଟା ଫାଷ୍ଟ ଯେ ଖାତା ଚିତ୍ରଟା ହୁଏ ଭଲ, ତାପରେ ପାଖରୁ ସବୁ ଚିତ୍ର ବଢ଼ିଆ ବଢ଼ିଆ ସବୁ ହୁଏ ହେଲା। ତ ସେଇଥିପାଇଁ ମୁଁ ନେଇଥିଲି ସାର୍ ପାଖକୁ, ସାର୍ ଗୋଟେ ଭଲ ଚିତ୍ର କରିଦିଅନ୍ତୁ, ତାପରେ ପାଖରୁ ମୁଁ ଭଲ ଚିତ୍ର କରି ଆଉ ଦେଖିଦେଇଛି ହେଲା। ଏଇଟା ଫାଷ୍ଟ ଆମ ଆର୍ଟ ସାର୍ ଗୋଟେ କରିଥିଲେ। ତାପରେ ସବୁ ନିଜେ ଗୋଟେ ଟ୍ରାଏ କରିଥିଲେ। ଆଉ ସେତେବେଳେ ଏତେ ଭଲସେ ଡ୍ରଇଂ ଆସୁନଥିଲା, ହେଲେ ଯାହା ଯେମିତି ଶିଖିଥିଲି ସାର୍ ପାଖରୁ କରୁଥିଲି। ଆଉ ଏତେ ଭଲ ମୁଁ ଚିତ୍ର କରେନି, ହେଲେ ବି କରିଛି ଯେତିକି ଶିଖିଛି ଆଉ। ଆଉ କହିଦେଉଛି ଏମିତିକା ହେଲା, ଏମିତିକା ଡ୍ରଇଂ ମୋତେ କରିବା ପାଇଁ ଭଲ ଲାଗେ। ଏଇଭଳିଆ ଡ୍ରଇଂ ଦେଖ, ଏଇଭଳିଆ ଡ୍ରଇଂ କରିବା ପାଇଁ ମୋତେ ଭଲ ଲାଗେ। ଏଇଟା ଯେଉଁ ଗାରାଗୁରି ହେଇଥିବ ଡ୍ରଇଂଟା କେମିତି ଯେଉଁ ଦୂରରୁ ଦେଖିଲେ ଭଲ ଦେଖାଯାଏ ନା, ସେଇଭଳିଆ ଡ୍ରଇଂ କରିବା ପାଇଁ ମୋତେ ଭଲ ଲାଗେ। ଆହୁରି ଦେଖିବି ଆହୁରି କରିଛି ମୁଁ ନା ଏଇ ଡ୍ରଇଂ ଖାତାରେ ହେଲା। ଏ ଡ୍ରଇଂ ଖାତାରେ ଆମ ଜଣେ ସେଇ ଆମର ସ୍କୁଲରେ ପଢ଼ୁଥିଲି, ସ୍କୁଲର ସାର୍ଙ୍କର ଜଣେ ଚିତ୍ର ବନିଛି ହେଲା। ଯଦି ଆମ ସ୍କୁଲ ଛୁଆ କିଏ ଦେଖୁଛ ତାହେଲେ ଟିକେ ସେଇ ସାର୍ଙ୍କୁ ଟେକ୍ କରିବ ହେଲା, କିଏ ଦେଖୁଛ ଜାଣିଛ ସାର୍ ଖୋଲା ଦେଖିଦେଉଛି। ଅଛି ପଛରେ ଅଛି ସେଟା। ଇଏ ଷ୍ଟୋରି କିସ କନା, ଏଇଟା କିଏ କନା ଯଦି ଦେଖିବ ଦେଖିଆ। ବହୁତ ଲୋକ କହିବେ ଏଇଟା ଜାଡ଼େଜା କହିବେ, ନହେଲେ ବହୁତ ଲୋକ କହିବେ ଏଇଟା ରୋହିତ ଶର୍ମା କହିବେ, କିନ୍ତୁ ଏଇଟା ଆକ୍ଚୁଆଲି ହେଉଛି ଜାଡ଼େଜା। ଏଇଟା କିସ କନା, ଏଇଟା ଆକ୍ଚୁଆଲି ଏଇଟା ହେଉଛି ଏଇ ଯେଉଁ ଆମର ୱିଞ୍ଜରରେ ଥିଲା କି ତମେ କାହାର ଗୋଟେ ଡ୍ରଇଂ କର, କ୍ରିକେଟର ଗୋଟେ ଡ୍ରଇଂ କର, ତାପରେ ସେଇଟା ଯଦି ଫଟୋ ଅପଲୋଡ଼ କରିକି ଆମ ୱିଞ୍ଜରରେ ପକେଇବ ତାହେଲେ ଏଇଟା ପଇସା ମିଳିବ। ସେଇ ଖୁସିରେ କରୁଥିଲି, ଦେଖିଲା କିଛି ମିଳିଲାନି। କିସ କରିବା ଆଉ, ଗରିବ ମଣିଷ କରିବ କିସ। ଡ୍ରଇଂ ଆଉ କରିନି ଏତେ ଭଲସେ। ଏଇଟା ହେଉଛି ଆମର ସେତେବେଳେ ଆମ ସ୍କୁଲରେ କମ୍ପିଟିସନ୍ ଚାଲିଥିଲା, ସେତେବେଳେ ପ୍ରାକ୍ଟିସ୍ କରୁଥିଲି। ଏଇଟା ସ୍କୁଲ ଆମର କମ୍ପିଟିସନ୍ ଚାଲିଥିଲା। ଆଉ ଏପଟେ ଫାଙ୍କା ଅଛି, ଆଉ ଲାଷ୍ଟ ଦେଇକି ଅଛି ଚିତ୍ର। ତ ଏବେ ଫାଇନାଲି ସେ ସାର୍ଙ୍କ ଚିତ୍ର ଦେଖିଦେଉଛି ହେଲା। ସେଟା କେମିତି ହେଇଛି ଖାଲି କହିବ ଟିକେ କମେଣ୍ଟରେ ହେଲା। ପଛ ଆଡ଼ୁ ଯାଉଛି, ପଛ ଆଡ଼ୁ ଅଛି। ଏଇଟା ଦେଖ କେମିତି ହେଇଛି କହିବା ଚିତ୍ରଟା। କିଏ ଜାଣିଛ ଯଦି କି ଆମ ସ୍କୁଲ ଛୁଆ ଦେଖୁଛ ତାହେଲେ ଟେକ୍ କରି କୁହ ଦେଖିବା ଏଇଟା କେଉଁ ସାର୍ଙ୍କ ଫଟୋଟା, ଆଉ ତାଙ୍କୁ ଟିକେ ଟେକ୍ କରି କୁହ। ଆଉ ଏପଟେ ସବୁ ଆଉ କିଛି କରିନି। ଏପଟେ ସବୁ ଆମ ପ୍ରାକ୍ଟିସ୍ କରୁଥିଲେ, ଆମର ଯେତେବେଳେ କମ୍ପିଟିସନ୍ ଚାଲେ ନା ସେତେବେଳେ ପ୍ରାକ୍ଟିସ୍ କରେ ମୁଁ। ଏପଟେ ଆଉ କିଛି ନାହିଁ। ଆହୁରି ଏତିକି ପେଜ୍ ଆହୁରି ଫାଙ୍କା ଅଛି ଏତିକି। ମାନେ ଏବେ ବି ଡ୍ରଇଂ କରିବା ପାଇଁ ଇଚ୍ଛା ହୁଏ, କିନ୍ତୁ ଏତେ ବି ମନ ଲାଗେନି ଡ୍ରଇଂ କରିବା ପାଇଁ ହେଲା। ତମେ ବିଶ୍ୱାସ କରିବନି, ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ଡ୍ରଇଂ କରିବା ପାଇଁ ଏତେ ପାଗଲା ଥିଲି। ମୋ ପାଖରେ ସବୁ ଟାଇପ୍ର କଲର୍ ଅଛି ମୋ ପାଖରେ ହେଲା। ସେ ୱାଟର କଲର୍ ଅଛି, ସେଇ ଆମର କିସ କୁହନ୍ତି ସେଇଟା ମୋମ କଲର୍, ସେଇଟା ସ୍କେଚ୍ ଅଛି। ଆହୁରି ଆମର ଏଇଟା କିସ କୁହନ୍ତି ଆମର ସେଟା ୱାଟର କଲର୍ ନୁହେଁ ତ ଆଉ ଟିକେ ସେଇଟା ପୋଷ୍ଟର କଲର୍ ଆହୁରି ସେଇ ଆହୁରି ଢେର ପ୍ରକାର କଲର୍ ଅଛି। ବହୁତ ପ୍ରକାର ଛୋଟବେଳେ ଅଲଗା ଗୋଟେ କ୍ରେଜ୍ ଥିଲା ଡ୍ରଇଂ କରିବା ପାଇଁ। ଏବେ ଆଉ ମନ ଲାଗୁନି ଡ୍ରଇଂ କରିବା ପାଇଁ। କ'ଣ କରିବା? ଯଦି ଚାହୁଁଛ କି କାହାର ମୁଁ ଡ୍ରଇଂ କରିବି ହେଲା, ତ ତମର ଡିପି ଆଗ ଗୋଟେ ଚେଞ୍ଜ କର, ଡିପି ଭଲ ଡିପି ଗୋଟେ ରଖ, ତାପରେ ସେଇ ଡିପିରେ ଦେଖି ମୁଁ ଡ୍ରଇଂ କରିବି। ଭଲ ଡିପି ରଖ ହେଲା।